ସାଙ୍ଗମାନେ ବନେଇବା ଆଜି ଗୋଟେ ସ୍ପେଶାଲ ୟୁନିକ୍ କ୍ଷୀରି। ତେବେ ଚାଲନ୍ତୁ ଆରମ୍ଭ କରିବା, ଆଉ କରିବାନି ବିଲକୁଲ ବି ଡେରି। ଘରେ ଏମିତି ଗୋଟେ ସ୍ପେଶାଲ ୟୁନିକ୍ କ୍ଷୀରି ବନାନ୍ତୁ। ମୁଁ କହିବିନି ଟେଷ୍ଟ କେମିତି ଲାଗିଲା, ଆପଣମାନେ ମୋତେ କମେଣ୍ଟସରେ ନିଶ୍ଚିନ୍ତ ଜଣାନ୍ତୁ। ଆଗକୁ ଦେଖନ୍ତୁ ସବୁ ସ୍ପେଶାଲ ଜିନିଷ ପଡ଼ିବ, ଆଉ ଦେଖିବାକୁ ଭାରି ମଜା ଲାଗିବ। ବଢ଼ିଆ କଲରଟା ଆସିଗଲା ଆଜ୍ଞା। ବାସୁମତୀ ଚାଉଳର ବାସ୍ନା A1। ପାଣିର କ୍ୱାଣ୍ଟିଟି ଅନୁସାରେ ଆଜ୍ଞା ଆମେ ଅମୁଲ ଦେବା। ଅମୁଲ ଭଲ ଭାବରେ ମେଲ୍ଟ ହେବା ଯାଏ ଆମେ ତାକୁ ଆଜ୍ଞା ଗୋଳେଇବା। ତାପରେ ବାସ୍ନା ଗୁଜୁରାତି ଟିକେ ଦେଇଦେବା। ଆଜ୍ଞା କ୍ଷୀରି ପାଇଁ ବହୁତ ଟାଇମ୍ ଦରକାର, ସେ ଟାଇମ୍ ନିଏ। ଚାଉଳ ପକେଇଲେ ବାସୁମତୀ ଚାଉଳଟି ଭଲ ଭାବରେ ଫିଟିବା ଦରକାର। କ୍ଷୀରିକି ଆଜ୍ଞା ଦାୟିତ୍ୱର ସହ କରିବା ପାଇଁ ପଡ଼େ। ଲୁଣ ପଡ଼ିଗଲା ଆଜ୍ଞା, ଏ ଆଇଟମଟିକୁ ଘାଣ୍ଟିବା ପାଇଁ ବହୁତ ପଡ଼େ। ତାପରେ ସାଙ୍ଗମାନେ ଆମେ ପକେଇ ନେବା ଚିନି। ତାପରେ ଦେଖି ନିଅନ୍ତୁ ଆଉ କ'ଣ କ'ଣ ପଡ଼ୁଛି। ତ ସାଙ୍ଗମାନେ କ୍ଷୀରିକୁ ଓହ୍ଲାଇବା ବ୍ୟବସ୍ଥା କରିବା ଆଉ ଥଣ୍ଡା କରିବା। ତାପରେ ମିଲ୍କ ମେଡ୍ ପକେଇବା, ଗୁଜୁରାତି ଗୁଣ୍ଡ, ଶେଷରେ କାଜୁ ପକେଇବା। ଏବେ ବନିଗଲା ଗୋଟେ ବଢ଼ିଆ କ୍ଷୀରି।